ओडिशा करिया पई सरकार को आसिला परे सरकारଙ୍କର କୌଣସି ଯୋଜନା ନାହିଁ ଏବଂ ଯୋଉମାନେ ମଦ ଦୋକାନ କରିଛନ୍ତି ସେମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଯାଉଛି ଏବଂ ଚୋରା ମଦ ବେପାରୀ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଯାଉଛି। ତେଣୁ ମଦ ଚୋରା କାରବାରକୁ ସରକାର ରୋକିବାରେ ବିଫଳ ହେଇଛନ୍ତି। ଯୋଉଭଳି ଭାବରେ ପ୍ରତିଶ୍ରୁତି ଦେଇଥିଲେ ସାଧାରଣ ଲୋକଙ୍କୁ ନିଶାମୁକ୍ତ ଓଡିଶା କରିବେ, ମଦମୁକ୍ତ ଓଡିଶା କରିବେ, ତାହା ସରକାରଙ୍କର କେତେ ଆନ୍ତରିକତା ଅଛି ଚିକିଟି ଇସ୍ୟୁରୁ ଜଣା ପଡୁଛି। କିଭଳି ଭାବରେ ବିଷାକ୍ତ ମଦ ପିଇକି ଲୋକମାନେ ଅସୁସ୍ଥ ହେଇଛନ୍ତି ତାହା ଜଣା ପଡୁଛି। ସରକାରଙ୍କର ଆନ୍ତରିକତା ନାହିଁ ଏବଂ ନିଶାମୁକ୍ତ ଓଡିଶା କରିବାକୁ ଯୋଉ ପ୍ରତିଶ୍ରୁତି ଦେଇଥିଲେ ସେ ଏକ ଧୂଆଁ ବାଣ। ସରକାରଙ୍କର ଆନ୍ତରିକତା ନିଶା ବନ୍ଦ କରିବା ପାଇଁ ନାହିଁ। ଚୋରା ମଦ ବେପାରୀଙ୍କ ସହିତ ସଲାସୁତରା କରି ଲୋକମାନଙ୍କୁ ହଇରାଣ କରିବା ଏବଂ ଲୋକମାନଙ୍କ ଜୀବନ ପ୍ରତି ଯୋଉ ବିପଦ ସୃଷ୍ଟି ହଉଛି ସେଥିରେ ସରକାର ଉଚିତ ପଦକ୍ଷେପ ନେବା କଥା ସେ ପଦକ୍ଷେପ ନେଉନାହାନ୍ତି। କଲେଜ ଇଲେକ୍ସନ ସରକାର ଯାହା ଚିନ୍ତା କରିବେ କଲେଜ ଇଲେକ୍ସନ ପାଇଁ ସବୁବେଳେ ବିଜେଡି ପ୍ରସ୍ତୁତ ଅଛି। କଲେଜ ଇଲେକ୍ସନ କରାଉ ଆମେ ମଧ୍ୟ ଦାବି କରୁଛୁ କଲେଜ ଇଲେକ୍ସନ କରାଯାଉ।